ଏଭଳି ଚଳିବ ନାହିଁ। ଆଜି ଆମେ ଆପଣଙ୍କୁ ଜଣେଇ ଦେଇକି ଯାଉଛୁ, ଆଗାମୀ ଦିନରେ ଯଦି ଆପଣ ଏଇ ଦାବି ଆମର ନ ରଖନ୍ତି ତାହେଲେ ଆଗାମୀ ଦିନରେ ଆମେ ସାରା ଓଡ଼ିଶାର ଯେତେକ ଉଠା ଦୋକାନୀ ଆମର ମୁଖ୍ୟ ଉଦ୍ଦେଶ୍ୟ ଅଛି ଯେଉଁ ଉଠା ଦୋକାନୀ ମାନେ କେବଳ ଆମର ପୁରୀର ଉଠା ଦୋକାନୀ ପ୍ରସିଦ୍ଧ ନୁହନ୍ତି, ଇଏ ଭାରତ ବର୍ଷରେ ସେମାନେ ପ୍ରସିଦ୍ଧ ନୁହନ୍ତି, ସମଗ୍ର ପୃଥିବୀରେ ପୁରୀର ଉଠା ଦୋକାନୀ ନାମ ଶୁଣିଲେ ସମସ୍ତେ ମାନେ ଆଶ୍ଚର୍ଯ୍ୟ ହେଇଯାନ୍ତି ଯେ ଆଜି ପର୍ଯ୍ୟନ୍ତ ତାଙ୍କର ଗୋଟେ କିଛି କେସ୍ ନାହିଁ କି ତାଙ୍କ ନାମରେ କୌଣସି ପ୍ରକାର ପର୍ଯ୍ୟଟକଙ୍କୁ ହଇରାଣ କରିବା କି ପର୍ଯ୍ୟଟକଙ୍କୁ ଇଏ କରିବା। ଆଜିର ଯଦି ଜଗନ୍ନାଥ ଶୋଭା ପାଉଛନ୍ତି ସେଇ ଉଠା ଦୋକାନୀମାନଙ୍କର ପ୍ରଚେଷ୍ଟାରେ ଶୋଭା ପାଉଛନ୍ତି। ତେଣୁକରି ଆମେ ଚାହୁଁଛୁ ଯେ ଏ ଉଠା ଦୋକାନୀମାନଙ୍କକୁ ଯେଉଁଭଳିଆ ଭାବରେ ସରକାର ଅନ୍ୟାୟ କରିଛି, ଯେମିତି କିଛି ଦିନ ତଳରେ ଯେଉଁ ଆମର ଇତିହାସରେ ଥିଲା ଦିଲ୍ଲୀରୁ ଦୌଲତାବାଦ ମାନେ ରାଜଧାନୀ ପରିବର୍ତ୍ତନ କରିଥିଲେ ଆମର ଯେମିତି, ସେଇଭଳି ଭାବରେ ଇଏ ଶାସନର ଆମର ଯେଉଁ ଶାସନ ସେ ନେଇ ଅଲଗା ଜାଗାରେ ଯେଉଁ ଭାବରେ ରଖୁଛି ସେଠାରେ ଆମର ଉଠା ଦୋକାନୀମାନଙ୍କର ଲାଭ ହେଇପାରିବ ନାହିଁ, ନା ଉଠା ଦୋକାନୀମାନଙ୍କୁ କେହି ଚିହ୍ନିବେ ନାହିଁ, ନା ତାଙ୍କର ବିକ୍ରି ହେବ ନାହିଁ, ତାଙ୍କ ଜୀବିକା ଜୀବନ ବୁଡ଼ିଯିବ। ତେଣୁ ଆମେ ସେଇ ପରିପ୍ରେକ୍ଷୀରେ କହିବାକୁ ଚାହୁଁଛୁ ଯେ ଉଠା ଦୋକାନୀ ଯେଉଁ ଜଗନ୍ନାଥ ମନ୍ଦିର ପାଖରେ ରହିଥିଲେ ସେମାନଙ୍କୁ ପୂର୍ଣ୍ଣ ଥଇଥାନର ବ୍ୟବସ୍ଥା କରାଯାଉ। ସରକାର ଏ ନୀତିକୁ ଆମେ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନୁହନ୍ତି, ସେଥିପାଇଁ ଆମେ କଲେକ୍ଟରଙ୍କୁ ଜଣାଉଛୁ। ଆଗାମୀ ଦିନ ଯଦି କଲେକ୍ଟର ଏ କଥା ନ ମାନନ୍ତି ତାହେଲେ ଆଗାମୀ ଦିନରେ ଆମ୍ଭେମାନେ ଆନ୍ଦୋଳନ କରିବୁ, ବଡ଼ ଦାଣ୍ଡରେ ଆନ୍ଦୋଳନ କରିବୁ। ଏଠି ଦେଖିବାକୁ ମିଳିଲା ଯେତେବେଳେ ଉଠା ଦୋକାନୀ ମାନେ ଦୋକାନ କଲେ ତ କିଏ ଯେତେବେଳେ ଯାତ୍ରୀ ଲାଇନ୍ରେ ଯାଉଥିଲେ ତ କିଏ ପାଣି ବୋତଲ ବିକୁଥିଲା, କିଏ ଲଜିଂ ବିକୁଥିଲା, ସେପର୍ଯ୍ୟନ୍ତ 2 ପଇସା ପାଉଥିଲେ। ତ ବର୍ତ୍ତମାନ ଯାତ୍ରୀମାନେ ଆସିବେ ଭଲ ପାର୍କିଂରେ ଗାଡ଼ି ରଖିବେ, ଷ୍ଟ୍ରିଟ୍ ଦାଣ୍ଡରେ ଯିବେ, ବର୍ତ୍ତମାନ ସେମାନେ ବି ଚଳିବା ପାଇଁ ଅସୁବିଧା। ଉଠା ଦୋକାନ ବନ୍ଦ ହେଲା ପରେ ସେମାନେ ପାଣି ବୋତଲ ବିକିକି ଚଳୁଥିଲେ, କିନ୍ତୁ ପାଣି ବୋତଲ ବିକିବା ବି କଷ୍ଟ ହେଇଛି। କ'ଣ କହିବେ ଆପଣ? କେତେକ ଏଠି କେବଳ କେତେ ଲୋକଙ୍କର ଜୀବିକା ଜୀବନ ଏଇ ବଡ଼ଦାଣ୍ଡ ଉପରେ ନିର୍ଭର କଲା। ଜଗନ୍ନାଥ ହେଉଛି ଆମର, ସରକାର ନୁହଁ। ଜଗନ୍ନାଥ ଆମେ ଜଗନ୍ନାଥ ମନ୍ଦିର କରିଛନ୍ତି, ଠାକୁର ଆମକୁ ସହଯୋଗ କରିଛନ୍ତି। ଆଜି ପର୍ଯ୍ୟନ୍ତ ଏମାନେ ଏଇଥିରେ ବଞ୍ଚୁଥିଲେ, ଏବେ ନୂଆ ଆଇନ କଲେ ଆମେ କେମିତି ମାନିବୁ ସେଇଟାକୁ? ଯଦି ଆମ ଜାଗା ଉପରେ ଆସିକି ଅଲଗା ରାଜନୀତି ଚାଲେ ଆମେ ସେଇଟା ବରଦାସ୍ତ କରିପାରିବୁ ନାହିଁ। ତେଣୁକରି ଏଥିପାଇଁ ଆମେ ଆନ୍ଦୋଳନ उठा दोकान नीलांचल उठा दोकानी महासंघर संपादक ऑल ओडिशा स्ट्रीट भेंडर एसोसिएशन सदस्य आमर दीर्घ दिन 6 मास धरिक लड़े आमर जो जारी थिला जे आमको पुनः विस्थापित मानक जो विस्थापित कराई पुनः थैथान बड़दाण्ड। तो आम बहुत समय अपेक्षा कलु, सरकार आलोचना को नबे नबे कले, सरकार भी बदली गले, सरकार भी आसिले कौन आलोचना भी ना। तो से जेकोसी कमटी बर्तमान कराଯାଉଛି नीलांचल महासंघ को आलोचना को आणतु, कहीं महासंघ समस्त को आडभाइज कर दिग्दर्शन मार्गदर्शन होती आलोचना करने आम आज राली आम प्रसंग रखी। प्रथम प्रसंग है जो जगह आमको से विस्थापित थैथान करने से जगह आम व्यवसाय चलनी कहीं जगन्नाथ संस्कृति परंपरा जिनस बिक्री हुए, ये जगन्नाथ संस्कृति परंपरा जिनस बिक्री हुए। ये जगह माड़ी सूता आमर काच खजा खईकरा ये सब जिन जगन्नाथ से आम चाहूँ सुंदर भाव में आम जदि आपन पाखे प्रोजेक्ट नहीं सरकार पाखे महासंघ गोटे प्रोजेक्ट भी अनुमोदन कर समुद्र कूल ठार गुंडीचा मंदिर पर्यंत बड़दाण्ड संलग्न जितक सब उठा दोकानी मैंने अच्छा से जगह मानने सुंदर भाव में थैथान हो पारे। आम जदि बारंबार प्रशासन को आम अनुरोध करुँ गोटे आवेशिक आलोचना करमको डाकतु आमती हंतसंत कर उठा दोकानी मान हईराण करूँ ना। जदि आम कथा न राजी होती सरकार आम 15 तारीख दिन पताका उड़े बर्तमान राजरास्ता को फेरू जो बड़दाण्ड व्यवसाय करूँ फेरी को बाजी उठा दोकानी नीलांचल महासंघर चिंता 15 तारीख जो फेर दोकानी बस ना ना 15 तारीख प्रथम है आम 15 तारीख धारणा दिज्व गोटे गोटे डाला धरी समस्त बस व्यवस्था आड़े आपर जदि सरकार न मानवे आम ये बसबू आलोचना को नने ताले आम बर्तमान दिल्ली पल्ली जाए आम लड़े हे और ओडिशा स्ट्रीट भेंडर भी आम समस्त जोड़ी होती सांगे आम दीर्घ दिन में आम लड़े जारी रखू। जिलापाल अनुरोध कले आम कौन अनुरोध कर जी आम सहित आलोचना करके सुंदर भाव में आम आपन को निश्चय डायग्राम देवु सुंदर भाव थैथान पुरी भी सुंदर भाव संस्कृति